ଆଜି ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ ତେଲିବନ୍ଦ ପଞ୍ଚାୟତ ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ରକ୍ତଦାନ ଶିବିର ହୋଇଅଛି। L&T କମ୍ପାନୀ ରୁରାଲ ୱାଟର ସପ୍ଲାଏ ସେଫ୍ଟି ମନ୍ଥ ଅବସରରେ ଆଜି 56 ୟୁନିଟ୍ ରକ୍ତ ସଂଗ୍ରହ ହୋଇଅଛି। L&T କମ୍ପାନୀ ସୁରକ୍ଷା ଅଧିକାରୀ ଅଶ୍ୱିନ କୁମାର ମଲ୍ଲିକ ଓ ରଜନୀକାନ୍ତ ଜେନା, ପ୍ରାଥମିକ ଚିକିତ୍ସା ଅଧିକାରୀ ଜିତେନ୍ଦ୍ର କୁମାର ହୋତା ଓ ଆକାଉଣ୍ଟିଂ ପ୍ରଣବ କୁମାର ବସକ, ଅଜୟ ପରିଡ଼ା, ଦେବାଶିଷ ସାହୁ, ସୌମେନ୍ଦ୍ର ବଡ଼ମାଲି, ପଦ୍ମୁନ ବଡ଼ମାଲି ଓ ପାଇପଲାଇନ୍ ଅଧିକାରୀ ମିଷ୍ଟର ଆର୍ ରଘୁପତି ଓ ପାଇପଲାଇନ୍ ଜେଇ ବୁବାଇ ମୁସିଫ ଓ ଷ୍ଟାଫ ପ୍ରଶାନ୍ତ ସାହୁ, ରାଜୀବ ଲୋଚନ କ୍ଷେତ୍ରୀ, ଚନ୍ଦନ ମେହେର, ପିଣ୍ଟୁ କୁଣ୍ଡୁ ରକ୍ତଦାନ ଦେଇଅଛନ୍ତି। ଜହ୍ନାପଙ୍ଗର ଡାକ୍ତର ଦିବ୍ୟ ମେହେର ଯୋଗ ଦେଇଥିଲେ। ରକ୍ତ ଭଣ୍ଡାରର ଡକ୍ଟର ବିନୋଦ କୁମାର ସାହୁ, ଟେକ୍ନିସିଆନ ଯଦୁ ଶବର, ସୁରଜ ଭକ୍ତା, ଦିଲ୍ଲୀପ ବହି, ଜହ୍ନାପଙ୍ଗ ମେଡିକାଲରେ ରକ୍ତ ଅଛି।